ନମସ୍କାର। 77ତମ ସାଧାରଣତନ୍ତ୍ର ଦିବସ ଅବସରରେ ଆପଣ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା, ସ୍ୱାଗତ ଏବଂ ଅଭିନନ୍ଦନ। 1947 ମସିହା ଅଗଷ୍ଟ 15 ତାରିଖ ଆନୁଷ୍ଠାନିକ ଭାବରେ ଆମ ଦେଶ ଭାରତ ସ୍ୱାଧୀନତା ଲାଭ କରିଥିଲା ଏବଂ ଦେଶ ସ୍ୱାଧୀନ ହେଲା ପରେ ଦେଶକୁ ସୁପରିଚାଳନା ପାଇଁ ଗୋଟିଏ ସମ୍ବିଧାନର ଆବଶ୍ୟକ ଥିଲା, ଯାହା ଆନୁଷ୍ଠାନିକ ଭାବରେ 1950 ମସିହା ଜାନୁଆରୀ 26 ତାରିଖ ଦିନ ଲାଗୁ କରାଯାଇଥିଲା ଏବଂ ସେହି ଦିନଟିକୁ ମନେ ପକାଇବା ପାଇଁ ଆମେ ପ୍ରତ୍ୟେକ ବର୍ଷ ଜାନୁଆରୀ 26 ତାରିଖକୁ ସାଧାରଣତନ୍ତ୍ର ଦିବସ ଭାବରେ ସାରା ଦେଶ ପାଳନ କରୁଛି। ତ ଏଇଠି ଗୋଟେ କଥା ହେଲା କି 1950 ମସିହାରେ ଯାହା ପରିସ୍ଥିତି ଥିଲା, ସେ ସମୟର ଅବସ୍ଥା ଯାହା ଥିଲା, ସେ ଅବସ୍ଥାକୁ ନେଇ ଆବଶ୍ୟକ ମୁତାବକ ଆମର ସମ୍ବିଧାନ ସୃଷ୍ଟି କରାଯାଇଥିଲା ଏବଂ ତାରି ଅନୁସାରେ ସେହି ଆଇନ ଅନୁସାରେ ଆମର ଦେଶ ପରିଚାଳିତ ହେଲା। ସମାନକ୍ରମେ ମଧ୍ୟ ଏହାର କିଛି କିଛି ପରିବର୍ତ୍ତନ ହେଇଛି। ତ ଏବେ ସମୟ ଆସିଛି, ବର୍ତ୍ତମାନ ଆଇଟି କ୍ଷେତ୍ରରେ ବହୁତ ଆଗେଇଲାଣି। ଦେଶର ଫାଇନାନ୍ସିଆଲ ଅବସ୍ଥା ଏବଂ ସାମଗ୍ରିକ ବିକାଶ ହେଇଛି। ତେଣୁକରି ସେ ସମୟର ସମ୍ବିଧାନକୁ ନେଇକରି ଆମେ ଯଦି ସବୁଦିନ ଚାଲିବା ତାହା ଠିକ୍ ହେବ ନାହିଁ। ତ ବର୍ତ୍ତମାନ ଆବଶ୍ୟକ ଅଛି, ବହୁତ ଗୁଡ଼ିଏ ନୀତି ନିୟମର ପରିବର୍ତ୍ତନର ଆବଶ୍ୟକତା ଅଛି। ଇଏ ରହିଲା ଗୋଟିଏ କଥା। ସେକେଣ୍ଡ କଥା ହେଉଛି ଯେ ସମ୍ବିଧାନ ଯାହା ଆମର ଅଛି, ଯାହା ନୀତି ନିୟମର ବ୍ୟବସ୍ଥା ଅଛି, ନିଶ୍ଚିନ୍ତ ଭାବରେ ତାର ତ ପରିବର୍ତ୍ତନର ଆବଶ୍ୟକତା ରହିଛି ଏବଂ ସମସ୍ତଙ୍କୁ ମୋର ଅନୁରୋଧ କି ଯାହା ବି ସମ୍ବିଧାନ ଅଛି ଆମେ ତାକୁ ସମସ୍ତେ ପାଳନ କରିବା ଆବଶ୍ୟକ ଅଛି। ଆମେ ଖାଲି ସାଧାରଣତନ୍ତ୍ର ଦିବସ ମନେଇବା, ପତାକା ଉଡ଼େଇବା, ସ୍ଲୋଗାନ ଦେବା ର କିଛି ମୂଲ୍ୟ ନାହିଁ ଯଦି ଆମେ ଦେଶର ସମ୍ବିଧାନକୁ ବା ଦେଶର ଆଇନକୁ ପାଳନ ନ କରୁଛନ୍ତି। ତେଣୁକରି ଆଜିର ଦିବସରେ ଆପଣ ସମସ୍ତଙ୍କୁ ମୋର ଆହ୍ୱାନ ଯେ ଦେଶର ସମ୍ବିଧାନକୁ ସମସ୍ତେ ସମ୍ମାନ ଦିଅନ୍ତୁ ଏବଂ ଯେଉଁମାନେ ସମ୍ବିଧାନ ପ୍ରଣେତା ବର୍ତ୍ତମାନ ଅଛନ୍ତି ସେମାନଙ୍କୁ ମଧ୍ୟ ମୋର ଅନୁରୋଧ କି କରେଣ୍ଟ ସିଚୁଏସନକୁ ନେଇକରି ସମ୍ବିଧାନର ଯାହା ଆବଶ୍ୟକ ସେହି ହିସାବରେ ତାକୁ ଆମେଣ୍ଡମେଣ୍ଟ ବା ଚେଞ୍ଜ କରାଯାଉ। ଏ ଭିଡ଼ିଓଟିରେ ଆପଣ ସମସ୍ତଙ୍କୁ ଅନୁରୋଧ କି ଆପଣମାନଙ୍କର ଏଇ 77ତମ ସାଧାରଣତନ୍ତ୍ର ଦିବସ ଅବସରରେ କ'ଣ ମତାମତ ଆପଣ କମେଣ୍ଟ ବକ୍ସରେ ସେୟାର କରିବା ପାଇଁ ଅନୁରୋଧ। ଥ୍ୟାଙ୍କ ୟୁ। ନମସ୍କାର।